श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। ओम गणेशाय नमः। हे माँ सरस्वती तमें कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराणर चतुर्थ स्कंदर आज आम 20 अध्याय श्रवण करवा। यही अध्याय महाराज पृथुंकर यज्ञशाला श्री विष्णु भगवान आविर्भाव कथा वर्णना कर यार प्रथम भाग में पद्यांतरी एवं द्वितीय भाग में यार व्याख्या शुणा। तेबे आसंतु आरंभ करवा। चतुर्थ स्कंध 20 अध्याय। इंद्र हिते विष्णुवासी पृथुंखु वरदाने तोषी पृथुर इंद्रर मिलन 20 अध्याय वर्णन। मैत्रेय उवाच शुणवि दूर सावधाने पृथुर यज्ञ अवसाने से यज्ञपति भगवान इंद्रस हिते आगमन हरसे प्रभु यज्ञपति पृथुंकु चाहिण कहन्ति। श्री भगवान उवाच शुण हे पृथु नृपनाथ इंद्र जे कला यज्ञघात से अपराध खंडिबाकु एबे इला तुम्भ ठाकु तुम्भे जे साधु नृपवर एहार दोष क्षमा कर ए लोके साधु जे अटंती से द्रोह कर्म न करंती साधुंक नाही हिंसा भाव समेदे खंती सर्वजीव जेणु ए देह आत्मा नोहे तेणु से न पड़ंती द्रोहे जेबे पुरुष तुम्भ प्राय देवमा यारे मोह होए वृद्ध से वन दीर्घ काल केवल श्रम सीनासार। वृद्ध सेवन साधु बा विज्ञजन सेवा अविद्या काम कर्म बसे जेणु ए देह परकाशे एकथा जे ज्ञानी जानती से मोह द्वंद्वे न पड़ती अनित्य जानती से देह तेणु तो हिरे नाही स्नेह गृहद्र बिन द्वारा सुते ममता करिबे के मनते ए आत्मा देह तहु भिन्न शुणक हिबा तार चीन। गृह द्रविण अर्थात धन संपत्ति, द्रविण अर्थ धन संपत्ति। एकई आत्मा सर्वदेहे शुद्ध शुद्धे भेद नोहि निर्गुण होई गुणाश्रय से आत्मा स्वयं ज्योतिर्मय से एक अछि सर्वठारे आवृत नोहे माया द्वारे ताहार नाही आत्मा पर से थाई प्रकृतिर पर शरीरु भिन्ने थाई से ही ताकु दे कंता नाही केही आत्मा को एमंत प्रकारे जे प्राणी देखंती शरीरे से जेबे प्रकृति रे थाई प्रकृति गुणे बद्ध नोहि जेमंते प्राणी मते पाए तुम्भंकु कही से उपाय नित्य स्व धर्मे प्राणी थाई श्रद्धारे जे मोते भोजई ताहार मन हेराजन क्रमेहु ओई सुप्रसन्न क्रमेहु ओई सुप्रसन्न मन प्रसन्न जार होई से प्राणी गुण प्रत्यजई समत्वे से धर्म देखई से जीव आत्मा को जानई भजई शांति अवस्थान लभई कैवल्य निर्वाण ए देह इंद्री मानकर आत्मा अध्यक्ष सबुंकर उदासी जन प्राय होई
ସେ କୁଟେ ସ୍ଥିତ ହୋଇଥାଏ। ଏହାକୁ ଯେ ପ୍ରାଣୀ ଦେଖିଲା ସେ ପ୍ରାଣୀ ମୁକ୍ତିକୁ ପାଇଲା। ଦେଖ ଏ ଲିଙ୍ଗ କଳେବର ସେ ପଞ୍ଚ ଭୂତେ ସ୍ଥୂଳତର। ଏ ଦଶ ଇନ୍ଦ୍ରୀ ଛନ୍ତି ଏଥି ଚେତନ ରୂପେ ଆତ୍ମା ତଥି। ଏ ଗୁଣ ପ୍ରବାହରୁ ହୋଇ ଏହାକୁ ଯେ ଭେଦି ଦେଖଇ ସେ ପ୍ରାଣୀ ଆତ୍ମାକୁ ଦେଖଇ କ୍ଲେଶାଦି ତାକୁ ନ ବାଧଇ। ଯେ ଜନ ଦୃଢ଼ ଭକ୍ତି କରେ ମନ ବାନ୍ଧଇ ଆମ୍ଭଠାରେ ବିପଦ ସମ୍ପଦରେ ତାର କେବେ ହେଁ ନ ହୋଇ ବିକାର। ଶୋକାଦି ଦ୍ୱାରା ସେହିମାନେ ବ୍ୟଥିତ ନୁହନ୍ତି ଅଜ୍ଞାନେ। ଏବେ ହୋ ବେଣଙ୍କ ନନ୍ଦନ ଶୁଣିବା ଆମ୍ଭର ବଚନ। ଉତ୍ତମ ମଧ୍ୟମ ଅଧମ ଏ ତିନି ଦେଖ ତୁମ୍ଭେ ସମ। ଏ ଦୁଃଖ ସୁଖ ସମକର ଇନ୍ଦ୍ରିୟ ମାନଙ୍କୁ ନିବାର। ବନ୍ଧୁ ଓ ମାତ୍ୟ ଆଦି ଯେତେ ମୋହର ଦେବା ଜାଣିଚିତେ ତାହାଙ୍କୁ ସଙ୍ଗ ତେ ଘେନିଣ ପ୍ରଜାଙ୍କୁ ପାଳ ସ୍ୱଧର୍ମେଣ। ପ୍ରଜାପାଳନ ରାଜା ଧର୍ମ ପ୍ରଜା କରେ ଯେ ଶୁଭ କର୍ମ। ପରଲୋକରେ ଷଷ୍ଠ ଅଂଶ ନୃପତି ଲଭଇ ଅବଶ୍ୟ। ଯେ ରାଜା ପ୍ରଜାଙ୍କୁ ନ ପାଳେ ଅଧର୍ମେ କର ନିଏ ବଳେ। ସେ ରାଜା ନରକ ଭୁଞ୍ଜଇ ତାହାର କାହିଁ ରକ୍ଷା ନାହିଁ। ସ୍ୱଧର୍ମେ ଥାଇ ପ୍ରଜାପାଳ ଗୃହମେ ଧରେ କିଛି କାଳ। ସନକ ଆଦି ମୁନିଜନେ ଆସିବେ ତୁମ୍ଭର ଭୁବନେ। ତାହାଙ୍କୁ ନୟନେ ଦେଖିବ ସୁଦିବ୍ୟ ଜ୍ଞାନ ତୁମ୍ଭ ହେବ। ତୋ ଗୁଣ ଶିଳେ ମୁହିଁ ବଶ ହୋଇଲି ଜାଣ ହେ ନରେଶ। ଶିଳ ଅର୍ଥାତ୍ ସ୍ୱଭାବ। ତେଣୁ ତୁ ମୋର ଠାରୁ ବର ଯେ ଇଚ୍ଛା ମାଗ ନୃପବର। ତପସ୍ୟା ଯୋଗ ଯୋଗେ ମୁହିଁ ଦୁର୍ଲଭ ଅଟେ ଜାଣ ତୁହି। ଯାହାର ଚିତ୍ତ ସମେ ଥାଇ ତା ହୃଦେ ନିରତେ ମୁଁ ଥାଇ। ମୈତ୍ରେୟ ଉବାଚ ଏମନ୍ତେ ପ୍ରଭୁ ଭାବଗ୍ରାହୀ ପୃଥୁକୁ କହିଲେ ବୁଝାଇ। ହରିଙ୍କ ଆଜ୍ଞା ଧରି ଶିରେ ତକ୍ଷଣେ ପାଦେ ପ୍ରଣମିଲେ। ଏମନ୍ତ କାଳେ ଦେବରାଜ ଆପଣା କର୍ମେ ପାଇଲାଜ। ପୃଥୁଙ୍କ ଚରଣେ ପଡ଼ିଲେ ଅପରାଧ କଲଇଁ ବୋଇଲେ। ପୃଥୁ ଯେ ତହୁ ଆଲିଙ୍ଗନ କରି ତୋ ଶିଲେ ଇନ୍ଦ୍ରମନ। ଏମନ୍ତେ ପ୍ରଭୁ ଭଗବାନ ଗମନେ କଲେ କ ଉଦ୍ୟମ। ପୃଥୁ ଯେ ତେକ ପୂଜା କଲେ ହରିତା ଆନନ୍ଦେ ଘେନିଲେ। ସେ ରାଜା ପଡ଼ି ହରିପାଦେ ପ୍ରଣାମ କରିଣ ଆନନ୍ଦେ। ଆନନ୍ଦ ସାଗରେ ବୁଡ଼ିଲା ପୁଲକ ସର୍ବାଙ୍ଗେ ବହିଲା। ବେନିନ ୟନୁ ଅଶ୍ରୁ ଝରେ ପ୍ରଭୁଙ୍କୁ ହୃଦ ପଦ୍ମ ଧରେ। କର ଅଞ୍ଜଳି ଶିରେ ଦେଇ କହଇ ବିଷ୍ଣୁ ମୁଖ ଚାହିଁ। ପୃଥୁବାଚ ଆଜ୍ଞା ଯେ ଦେଲ ବର ଘେନ ବରେ ମୋ ନାହିଁ ପ୍ରୟୋଜନ। ବର ଘେନନ୍ତି ଭୋଗ ପାଇଁ ସେ ଭୋଗ ନରକେ କି ନାହିଁ। କୈବଲ୍ୟ ନାଥ ତୋତେ ପାଇ କେ ଭୋଗ ବାଞ୍ଛେ ଜ୍ଞାନୀ ହୋଇ। ଅପରେ ମୋକ୍ଷ ଧର୍ମସାର ତହିଁରେ ବାଞ୍ଛା ନାହିଁ ମୋର। ତୋ ପାଦ ପଦ୍ମ ମକରନ୍ଦ ଅତି ହିଁ ରସାଳ ସୁଗନ୍ଧ। ମହାନ୍ତ ଅନ୍ତରୁଦୟରୁ ବାହାର ହୋନ୍ତେ ମୁଖ ଦ୍ୱାରୁ। ତୁମ୍ଭର ଯଶ ମଧୁ ବହେ ତହୁଁ ଯେ ସୁଖ ଜାତ ହୁଏ। ସେ ଯଶ ଶ୍ରବଣେ ମୋ ଇଚ୍ଛା ଅୟୁତେ କର୍ଣ୍ଣ ଦିଅ ବାଞ୍ଛା।
ଏ ଦୁଇ କନେ ଶୁଣି ମୋର ସନ୍ତୋଷ ନୋହେ ଚକ୍ରଧର। ତୋ ପାଦ ପଦ୍ମ ସୁଧା ଯଶ ସାଧୁଙ୍କ ବଦନୁ ପ୍ରକାଶ। କୁଯୋଗୀ ଜନେ ଦିଏ ଜ୍ଞାନ ଆନେମ ନାହିଁ ପ୍ରୟୋଜନ। ନିଖିଳ ପୁରୁଷ ଉତ୍ତମ ତୁ ଗୁଣା ଲୟ ତୋ ଚରଣ। ସେବିବି ଲକ୍ଷ୍ମୀର ପରାଏ ତା ସାଙ୍ଗେ କଳି ନିକି ହୋଇ। ଜଗତ ଜନନୀ ସಮೇତେ ବାଦ ଦେ ଲେହେଁ ଅବିରତି। ତଥାପି ସେବା ନତେ ଯିବି ଅବଶ୍ୟ ସେ ପାଦ ଭଜିବି। ଦିନବ ଛଳ ତୋର ବାନା ଭକ୍ତରେ ତୋହର କରୁଣା। ଏଣୁ ଭଜନ୍ତି ଏକ ଭାବେ ନିଷ୍କାମ ଭାବରେ ସାଧବେ। ଅନ୍ୟତ୍ର ଫଳ ନ ବାଞ୍ଛନ୍ତି ଆନନ୍ଦେ ତୋ ପାଦେ ଭଜନ୍ତି। ଭଜିଲା ଲୋକଠାରେ ଯାହା ବରମା କତୁ ବଲୁ ଯାହା। ଭୋନାଥ ତୋହର ଏ ବାଣୀ ଜାଣିଲି ଏ ବିଶ୍ୱମୋହିନୀ। ଫଳ ଆଶାରେ ଲୋଭୀ ହୋଇ ମାୟା ମୋହରେ ଭ୍ରମୁଥାଇ। ତାଙ୍କୁ ନ ଦେବ ଭୋଗ କିଛି ଯେବେ ଭକତେ ଦୟା ଅଛି। ପିତା ଯେ ସନେ ପୁତ୍ର ହିତେ କରଇ ସ୍ନେହ ଅବିରତେ। ତୁମ୍ଭେ ସେ ରୂପେ ଆଚରିବ ତେବେ ଭକତ ନିସ୍ତରିବ। ମୈତ୍ରେୟ ଉବାଚ ଏମନ୍ତ ପୃଥୁର ବଚନ ଶୁଣି କହନ୍ତି ଭଗବାନ। ହେ ରାଜା ମୋ ଚରଣ ଯୁଗେ ତୋ ଦୃଢ଼ ଭକ୍ତି ହେଉ ବେଗେ। ମୋର ବିଷୟେ ତୋର ବୁଦ୍ଧି ଭକତି ଯୋଗେ ଯେ ପ୍ରସିଦ୍ଧି। ଏଣୁ ଦୁସ୍ତର ମୋର ମାୟା ତୋତେ ନ ଲାଗୁ ପୁଣ୍ୟ ଦେହା। ଏମନ୍ତ ପରମାର୍ଥ ବାଣୀ ରାଜର୍ଷି ପୃଥୁରେ ସେ ଭଣୀ। ତାର ପୂଜନେ ତୋଷ ହୋଇ ତାଠାରେ ଅନୁଗ୍ରହ ବହି। ଦେବରୁ ଶ୍ରୀ ପିତୃ ଗନ୍ଧର୍ବ ସିଦ୍ଧଚାରଣ ଯେ ପର୍ଣ୍ଣଗ। କିନ୍ନର ଅପସର ମର୍ତ୍ୟ ଖଗାଦି ଏ ଜୀବ ଲୋକନ୍ତ। ଯେ ସର୍ବ ବିଷ୍ଣୁ ସଙ୍ଗେ ଥିଲେ ସନ୍ତୋଷେ ପୃଥୁ ପୂଜା କଲେ। ରାଜର୍ଷି ପୃଥୁ ଆନେ ଯେତେ ଯେ ଉପାଧ୍ୟାୟ ଯଜ୍ଞ ଗତେ। ହରିଲେ ତାହାଙ୍କର ମନ ବୈକୁଣ୍ଠେ ବିଜେ ଭଗବାନ। ଗରୁଡ଼ ପୃଷ୍ଠେ ବିଜେ କଲେ ସମସ୍ତ ଦେବେ ଦେଖୁଥିଲେ। ଅଦୃଶ୍ୟ ହେଲେ ଭଗବାନ ପୁଣି ନ ମିଲେ ଦେବଗଣ। ସେ ପୃଥୁ ତାଙ୍କୁ ନମସ୍କାର କରିଣ ଗଲେ ନିଜପୁର। ଏ ବିଷ୍ଣୁ ପୃଥୁର ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ସୁଜନ ଜନେ ଶୁଣ ଏହା ଯେବେ ତରିବ ବିଷ୍ଣୁ ମାୟା। ପୁରାଣ କରି ଗୀତ ରସ ଭଣଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସା ସଂହିତାୟାଂ ଚତୁର୍ଥ ସ୍କନ୍ଧେ ପୃଥୁ ଚରିତେ ପୃଥୁସ୍ତବ ନାମ ବିଂଶୋऽଧ୍ୟାୟଃ। ବର୍ତ୍ତମାନ ଏହି ଅଧ୍ୟାୟରେ ଆମେ ବ୍ୟାଖ୍ୟା ଶ୍ରବଣ କରିବା। ପୁଅ ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ମହାରାଜ ପୃଥୁ 69ଟି ଯଜ୍ଞ କରିବାରୁ ଯଜ୍ଞ ଭକ୍ତା ଯଜ୍ଞେଶ୍ୱର ଭଗବାନ ବିଷ୍ଣୁ ମଧ୍ୟ ବହୁତ ସନ୍ତୁଷ୍ଟ ହେଲେ। ସେ ଇନ୍ଦ୍ରଙ୍କ ସହିତ ସେଠାକୁ ଆସି ତାଙ୍କୁ କହିଲେ। ଶ୍ରୀ ଭଗବାନ କହିଲେ, ରାଜନ, ତୁମେ 100ଟି ଅଶ୍ୱମେଧ ଯଜ୍ଞ କରିବାକୁ ଯେଉଁ ସଂକଳ୍ପ କରିଥିଲ ଇନ୍ଦ୍ର ସେଥିରେ ବିଘ୍ନ ଘଟାଇଲେ। ସେ ତୁମକୁ କ୍ଷମା ମାଗିବାକୁ ଆସିଛନ୍ତି, ତାଙ୍କୁ କ୍ଷମା କରିଦିଅ। ହେ ନରଦେବ, ସାଧୁ ସଦ୍ବୁଦ୍ଧି ସମ୍ପନ୍ନ ମନୁଷ୍ୟମାନେ ଅନ୍ୟ ଜୀବମାନଙ୍କ ପ୍ରତି ଦ୍ରୋହ କରନ୍ତି ନାହିଁ, କାରଣ ଏହି ଶରୀରଟା ଆତ୍ମା ନୁହେଁ। ତୁମ ପରି ଲୋକ ଯଦି ମୋ ମାୟାରେ ମୋହିତ ହୋଇଯିବ ତେବେ ବୁଝିବାକୁ ହେବ ଯେ ଦୀର୍ଘକାଳ ଧରି ତୁମେ ଯେଉଁ ସାଧୁ ସେବା କଲ ତାହା ବୃଥା ଶ୍ରମରେ ପରିଣତ ହୋଇଗଲା।
ଏହି ଶରୀରଟାକୁ ଅବିଦ୍ୟା ବାସନା ଓ କର୍ମର ଏକ ପିତୁଳା ବୋଲି ଜାଣି ଜ୍ଞାନୀ ପୁରୁଷ ଏହା ପ୍ରତି ଆସକ୍ତ ହୁଅନ୍ତି ନାହିଁ। ଯେ ଏହି ଶରୀର ପ୍ରତି ଆସକ୍ତି ନୁହେଁ, ସେ ଏଥିରୁ ଉତ୍ପନ୍ନ ଘର, ପୁତ୍ର ଓ ଧନ ଆଦି ପ୍ରତିଭା କିପରି ଆସକ୍ତି ରଖିବେ। ଆତ୍ମା ହେଉଛି ଅଦ୍ୱିତୀୟ, ଶୁଦ୍ଧ, ସ୍ୱୟଂ ପ୍ରକାଶ, ତ୍ରିଗୁଣାତୀତ, ଦିବ୍ୟ ଗୁଣମାନଙ୍କର ଆଶ୍ରୟ ଓ ସର୍ବବ୍ୟାପକ, ଆବରଣ ଶୂନ୍ୟ, ସବୁରି ସାକ୍ଷୀ, ଅନ୍ୟ ଆତ୍ମାରୁ ରହିତ ଏବଂ ଏହି ଶରୀରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେଉଁ ପୁରୁଷ ଏହି ଦେହସ୍ଥିତ ଆତ୍ମାକୁ ଏପରି ଭାବରେ ଦେହଠାରୁ ଭିନ୍ନ ଭିନ୍ନ ବୋଲି ଜାଣନ୍ତି, ସେ ପ୍ରକୃତି ସହିତ ସମ୍ବନ୍ଧ ରଖିଥାଇ ମଧ୍ୟ ପ୍ରକୃତିର ଗୁଣମାନଙ୍କରେ ଲିପ୍ତ ହୁଅନ୍ତି ନାହିଁ, କାରଣ ସେ ମୋଠାରେ ଅବସ୍ଥିତ ଅଟନ୍ତି। ରାଜନ, ଯେଉଁ ପୁରୁଷ କୌଣସି ପ୍ରକାର କାମନା ରଖି ନିଜର ବର୍ଣ୍ଣ ଆଶ୍ରମ ଧର୍ମ ଦ୍ୱାରା ସର୍ବଦା ଶ୍ରଦ୍ଧାପୂର୍ବକ ମୋତେ ଆରାଧନା କରନ୍ତି, ତାହାଙ୍କର ଚିତ୍ତ ଧୀରେ ଧୀରେ ଶୁଦ୍ଧ ହୋଇଯାଏ। ଚିତ୍ତ ଶୁଦ୍ଧ ହୋଇଯିବା ପରେ ବିଷୟ ସହିତ ତାହାଙ୍କର ଆଉ ସମ୍ବନ୍ଧ ରହେ ନାହିଁ, ତଥା ସେ ତତ୍ତ୍ୱଜ୍ଞାନ ପାଇଯାଆନ୍ତି। ଏହା ହିଁ ହେଉଛି ପରମ ଶାନ୍ତି, ବ୍ରହ୍ମ ଅଥବା କୈବଲ୍ୟ। ଯେଉଁ ପୁରୁଷ ଜାଣନ୍ତି ଯେ କୂଟସ୍ଥ ଆତ୍ମା ଶରୀର, ଜ୍ଞାନେନ୍ଦ୍ରିୟ, କର୍ମେନ୍ଦ୍ରିୟ ଓ ମନର ସାକ୍ଷୀ ହୋଇଥାଏ ମଧ୍ୟ ସେ ସବୁଠାରୁ ନିର୍ଲିପ୍ତ ହୋଇ ରହେ, ସେ କଲ୍ୟାଣମୟ ମୋକ୍ଷପଦ ଲାଭ କରନ୍ତି। ରାଜନ, ଭୂତ ମାନେ ପଞ୍ଚଭୂତ, ଇନ୍ଦ୍ରିୟ, ଇନ୍ଦ୍ରିୟ ଅଭିମାନୀ ଦେବତା ଏବଂ ଚିଦାଭ୍ୟାସ ଅର୍ଥାତ୍ ଜୀବ, ଏସବୁର ସମଷ୍ଟି ରୂପ ପରିସୀମିତ ଲିଙ୍ଗ ଶରୀରରେ ହିଁ ଗୁଣ ପ୍ରବାହ ରୂପେ ଜନ୍ମ ମୃତ୍ୟୁ ହୁଏ। ସର୍ବସାକ୍ଷୀ ଆତ୍ମା ସେହି ଜନ୍ମ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ। ମୋଠାରେ ଦୃଢ଼ ଅନୁରାଗ ରଖିଥିବା ବୁଦ୍ଧିମାନ ପୁରୁଷ ସମ୍ପତ୍ତି ଓ ବିପତ୍ତି ପ୍ରାପ୍ତ ହେଲେ କେବେ ବି ହର୍ଷ, ଶୋକ ଆଦି ବିକାରମାନଙ୍କର ବଶୀଭୂତ ହୁଅନ୍ତି ନାହିଁ। ତେଣୁ ହେ ବୀରବର, କି ଉତ୍ତମ, କି ମଧ୍ୟମ, କି ଅଧମ, ସମସ୍ତଙ୍କଠାରେ ସମଭାବ ରଖି ସୁଖ ଦୁଃଖକୁ ମଧ୍ୟ ସମାନ ବୋଲି ବୁଝି ତଥା ମନ ଓ ଇନ୍ଦ୍ରିୟମାନଙ୍କୁ ଜୟ କରି ମୁଁ ଆଣି ଜୁଟାଇ ଦେଇଥିବା ମନ୍ତ୍ରୀ ଆଦି ସବୁ ରାଜ କର୍ମଚାରୀଙ୍କ ସହାୟତାରେ ତୁମେ ସମଗ୍ର ଭୁବନକୁ ରକ୍ଷା କର। ପ୍ରଜା ପାଳନରେ ହିଁ ରାଜାଙ୍କର ହିଁ କଲ୍ୟାଣ ନିହିତ। ପ୍ରଜା ପାଳନ କଲେ ପରଲୋକରେ ରାଜାଙ୍କୁ ପ୍ରଜାଙ୍କର ପୁଣ୍ୟର 1/6 ମିଳିଥାଏ। ଅପରପକ୍ଷେ ଯେଉଁ ରାଜା ପ୍ରଜା ରକ୍ଷା ନ କରି ସେମାନଙ୍କ ଠାରୁ କେବଳ ଖଜଣା ଇତ୍ୟାଦି ଆଦାୟ କରେ, ତାହାର ସକଳ ପୁଣ୍ୟ ପ୍ରଜାମାନେ ଛଡ଼ାଇ ନିଅନ୍ତି ଏବଂ ତା ବଦଳରେ ସେହି ରାଜାକୁ ପ୍ରଜାଙ୍କ ପାପରେ ଭାଗୀ ହେବାକୁ ପଡ଼େ। ଏସବୁ ବିଚାର କରି ତୁମେ ଯଦି ଶ୍ରେଷ୍ଠ ବ୍ରାହ୍ମଣମାନଙ୍କର ସମ୍ମତି ନେଇ ମୁଖ୍ୟତଃ ପୂର୍ବ ପରମ୍ପରାରୁ ଗଢ଼ି ଆସିଥିବା ଧର୍ମ ପାଳନ କରିବ ଏବଂ କୌଣସି ବସ୍ତୁରେ ଆସକ୍ତ ନ ହୋଇ ନ୍ୟାୟପୂର୍ବକ ପୃଥିବୀ ପାଳନ କରିଚାଲିବ, ତେବେ ଲୋକେ ତୁମକୁ ଭଲ ପାଇବେ ଏବଂ କିଛି ଦିନ ମଧ୍ୟରେ ତୁମେ ଘରେ ବସି ବସି ସନକ ଆଦି ସିଦ୍ଧମାନଙ୍କର ଦର୍ଶନ ଲାଭ କରିବ। ହେ ରାଜନ, ତୁମର ଗୁଣ ଓ ସ୍ୱଭାବରେ ମୁଁ ସନ୍ତୁଷ୍ଟ। ତୁମର ଯାହା ଇଚ୍ଛା ମୋତେ ବର ମାଗ। ଯେଉଁ ସବୁ ଯଜ୍ଞ, ତପ ଅଥବା ଯୋଗରେ କ୍ଷମା ଆଦିର ସ୍ଥାନ ନାହିଁ, ସେ ସବୁ ଦ୍ୱାରା ମୋତେ ପାଇବା ସହଜ ନୁହେଁ। ଯେଉଁମାନଙ୍କ ଚିତ୍ତରେ ସମତ୍ୱ ଭାବ ଥାଏ, ମୁଁ ସେହିମାନଙ୍କ ହୃଦୟରେ ନିବାସ କରେ। ମୁନିବର ମୈତ୍ରେୟ କହିଚାଲେ, ହେ ବିଦୁର, ସର୍ବଲୋକ ଗୁରୁ ଶ୍ରୀହରି ଏପରି କହିବାରୁ ଜଗତ୍ ବିଜୟୀ ମହାରାଜା ପୃଥୁ ତାହାଙ୍କ ଆଜ୍ଞା ଶିରୋଧାର୍ଯ୍ୟ କଲେ। ଦେବରାଜ ଇନ୍ଦ୍ର ଆପଣା କର୍ମ ହେତୁ ଲଜ୍ଜିତ ହୋଇ ପୃଥୁଙ୍କ ପାଦ ତଳେ ପଡ଼ିଯିବାକୁ ବସିଥିଲେ, କିନ୍ତୁ ରାଜା ତାଙ୍କୁ ପ୍ରେମପୂର୍ବକ କୁଣ୍ଢାଇ ପକାଇଲେ ଏବଂ ତାଙ୍କର ମନୋମାଳିନ୍ୟ ଦୂର ହୋଇଗଲା। ତାପରେ ମହାରାଜ ପୃଥୁ ବିଶ୍ୱାତ୍ମା ଭକ୍ତବତ୍ସଳ ଭଗବାନଙ୍କୁ ପୂଜା କଲେ ଏବଂ ଅନୁକ୍ଷଣ ଉଦ୍ବେଳିତ ହେଉଥିବା ଭକ୍ତି ଭାବରେ ନିମଗ୍ନ ହୋଇ ସେ ପ୍ରଭୁଙ୍କ ଚରଣ କମଳରେ ଲୋଟି ପଡ଼ିଲେ। ଭଗବାନ ସେଠାରୁ ଚାଲିଯିବାକୁ ଚାହୁଁଥିଲେ, କିନ୍ତୁ ପୃଥୁଙ୍କ ପ୍ରତି ରହିଥିବା ତାଙ୍କର ବାତ୍ସଲ୍ୟ ଭାବ ତାଙ୍କୁ ଅଟକାଇ ରଖିଲା। ସେ ନିଜର ପଦ୍ମପାଖୁଡ଼ା ସମନୟନରେ ତାଙ୍କୁ ଚାହିଁ ରହିଲେ, ସେଠାରୁ ଚାଲିଯାଇ ପାରିଲେ ନାହିଁ। ଆଦିରାଜା ମହାରାଜ ପୃଥୁଙ୍କ ନେତ୍ର ଆନନ୍ଦ ଅଶ୍ରୁ ଜଳରେ ଭରିଗଲା। ତାହାଙ୍କର କଣ୍ଠ ଗଦଗଦ ହୋଇଗଲା। ତେଣୁ ସେ ଭଗବାନଙ୍କୁ ଦର୍ଶନ କରିପାରିଲେ ନାହିଁ କି କିଛି କହିପାରିଲେ ନାହିଁ। ସେ ପ୍ରଭୁଙ୍କ ହୃଦୟରେ ଭିଡ଼ି ଧରିଲେ ଏବଂ ତାପରେ ଯୋଡ଼ ହସ୍ତରେ ଠିଆ ହୋଇ ତାଙ୍କୁ ଅପଲକ ନୟନରେ ଚାହିଁ ରହିଲେ।
ପ୍ରଭୁ ତାଙ୍କ ଚରଣ କମଳରେ ଭୂମିକୁ ସ୍ପର୍ଶ କରି ଠିଆ ହୋଇଥାନ୍ତି ଏବଂ ତାହାଙ୍କର ହାତ ଗରୁଡ଼ଙ୍କର ଉଚ୍ଚ କାନ୍ଧ ଉପରେ ଥାଏ। ମହାରାଜ ପୃଥୁ ଆଖିର ଲୁହ ପୋଛି ପ୍ରଭୁଙ୍କୁ ଅତୃପ୍ତ ଦୃଷ୍ଟିରେ ଚାହିଁ ଚାହିଁ କହିଲେ। ମହାରାଜ ପୃଥୁ କହିଲେ, ହେ ମୋକ୍ଷପ୍ରତି ପ୍ରଭୁ, ଆପଣ ବରଦାନ କରୁଥିବା ବ୍ରହ୍ମାଦିଙ୍କୁ ମଧ୍ୟ ବର ଦେବାକୁ ସମର୍ଥ। କେଉଁ ବୁଦ୍ଧିମାନ ପୁରୁଷ ବା ଆପଣଙ୍କୁ ଦେହ ଅଭିମାନୀଙ୍କର ଭୋଗ ଯୋଗ୍ୟ ବିଷୟ ମାଗିବ? ସେପରି ବିଷୟ ତ ନାରକୀ ଜୀବମାନଙ୍କୁ ମଧ୍ୟ ମିଳୁଛି। ତେଣୁ ମୁଁ ଆପଣଙ୍କୁ ସେସବୁ ତୁଚ୍ଛ ବିଷୟ ମାଗିବି ନାହିଁ। ହେ ନାଥ, ଯେଉଁଥିରେ ଆପଣଙ୍କ ଚରଣ କମଳର ମକରନ୍ଦ ରସ ନାହିଁ, ମୁଁ ତାହା ଆଦୌ ଚାହେଁ ନାହିଁ। ଆପଣ ମୋତେ ଏତିକି ବର ଦିଅନ୍ତୁ ଯେ ମୋର 10,000 କର୍ଣ୍ଣ ହୋଇଯାଉ, ଯାହା ଫଳରେ କି ମହାପୁରୁଷମାନଙ୍କ ଅନ୍ତଃକରଣରେ ନିବାସ କରୁଥିବା ଆପଣଙ୍କର ଲୀଳା କଥାମୃତ ରୂପୀ ମକରନ୍ଦ ରସ ରୂପୀକୁ ମୁଁ ନିରନ୍ତର ପାନ କରିପାରିବି। ହେ ପୁଣ୍ୟକୀର୍ତ୍ତି ପ୍ରଭୁ, ଆପଣଙ୍କର ପଦ ପଙ୍କଜର ମକରନ୍ଦ ରୂପୀ ଅମୃତ କଣା ବହନ କରି ମହାପୁରୁଷମାନଙ୍କର ମୁଖରୁ ଯେଉଁ ବାୟୁ ନିର୍ଗତ ହୁଏ, ସେଥିରେ ଏତେ ଶକ୍ତି ଥାଏ ଯେ ତାହା ତତ୍ତ୍ୱକୁ ଭୁଲି ଯାଇଥିବା ମୋ ପରି କୁଯୋଗୀମାନଙ୍କ ଭିତରେ ପୁନର୍ବାର ତତ୍ତ୍ୱଜ୍ଞାନ ଜାଗ୍ରତ କରାଇଦିଏ। ତେଣୁ ମୋର ଅନ୍ୟ କୌଣସି ବର ଲୋଡ଼ା ନାହିଁ। ହେ ଉତ୍ତମ କୀର୍ତ୍ତି ପ୍ରଭୁ, ଆପଣଙ୍କର ମଙ୍ଗଳମୟ ସୁଯଶ ଦୈବବଶତଃ ସତ୍ସଙ୍ଗରେ ଥରେ ମାତ୍ର ଶୁଣିଦେଲେ କୌଣସି ପଶୁ ବୁଦ୍ଧି ପୁରୁଷ ହୁଏତ ତୃପ୍ତ ହୋଇଯାଇପାରେ, କିନ୍ତୁ ଗୁଣଗ୍ରାହୀ ପୁରୁଷ ଭଲା ତାହା ବାରମ୍ବାର ଶୁଣିବାର ଲୋଭ କିପରି ଛାଡ଼ିପାରିବ? ସକଳ ପ୍ରକାର ପୁରୁଷାର୍ଥର ସିଦ୍ଧି ନିମନ୍ତେ ସ୍ୱୟଂ ଲକ୍ଷ୍ମୀ ମଧ୍ୟ ଆପଣଙ୍କ ସୁଯଶ ଶୁଣିବାକୁ ଚାହିଁ ରହିଥାନ୍ତି। ସେଥିପାଇଁ ସେ ଅତ୍ୟନ୍ତ ପ୍ରେମର ସହିତ ଆପଣଙ୍କୁ ବରଣ କରିଛନ୍ତି। ବର୍ତ୍ତମାନ ଲକ୍ଷ୍ମୀଙ୍କ ପରି ମୁଁ ମଧ୍ୟ ଅତ୍ୟନ୍ତ ଉତ୍ସୁକ ହୋଇ ଆପଣଙ୍କ ପରି ସର୍ବଗୁଣଧାମ ପୁରୁଷୋତ୍ତମଙ୍କର ସେବା କରିବାକୁ ଚାହୁଁଛି। କିନ୍ତୁ ଏପରି ଉପାୟ କରନ୍ତୁ ଯେ ଜଣେ ମାତ୍ର ସ୍ୱାମୀଙ୍କ ସେବା କରିବାକୁ ପ୍ରତିସ୍ପର୍ଦ୍ଧା ରଖିଥିବାରୁ ଆପଣଙ୍କ ଚରଣରେ ହିଁ ମନକୁ ଏକାଗ୍ର କରିଦେଇଥିବା ଆମ ଦୁହିଁଙ୍କ ଭିତରେ ଯେପରି କଳହ ସୃଷ୍ଟି ହୋଇ ନଯାଏ। ହେ ଜଗଦୀଶ୍ୱର, ଜଗଜ୍ଜନନୀ ଲକ୍ଷ୍ମୀଙ୍କ ହୃଦୟରେ ମୋ ପ୍ରତି ବିରୋଧ ଭାବ ଜାତ ହୋଇଯିବାର ସମ୍ଭାବନା ତ ନିଶ୍ଚୟ ରହିଛି। କାରଣ ଆପଣଙ୍କର ଯେଉଁ ସେବା କାର୍ଯ୍ୟରେ ତାହାଙ୍କର ଅନୁରାଗ ରହିଛି, ମୁଁ ମଧ୍ୟ ସେହି ସେବା ପାଇଁ ଲାଳାୟିତ। କିନ୍ତୁ ଆପଣ ତ ଦିନଜନକୁ ଦୟା କରନ୍ତି, ସେମାନଙ୍କ ସାମାନ୍ୟ କର୍ମକୁ ବି ବହୁତ ବଡ଼ ବୋଲି ଭାବନ୍ତି। ତେଣୁ ମୁଁ ଆଶା କରୁଛି ଆମ ଦୁହିଁଙ୍କ ଝଗଡ଼ାରେ ଆପଣ ମୋର ପକ୍ଷ ନେବେ। ଆପଣ ତ ନିଜ ସ୍ୱରୂପରେ ହିଁ ରମଣ କରନ୍ତି। ତେଣୁ ଆପଣଙ୍କର ବା ଲକ୍ଷ୍ମୀଙ୍କ ଠାରୁ ମଧ୍ୟ କ'ଣ ପାଇବାକୁ ଇଚ୍ଛା ଅଛି? ଏଇଥିପାଇଁ ନିଷ୍କାମ ମହାତ୍ମାମାନେ ଜ୍ଞାନ ହୋଇଯିବା ପରେ ମଧ୍ୟ ଆପଣଙ୍କୁ ହିଁ ଭଜିଥାନ୍ତି। ଆପଣଙ୍କ ଠାରେ ମାୟାର କାର୍ଯ୍ୟ ଅହଙ୍କାର ଆଦି କଦାପି ନଥାଏ। ଭଗବାନ, ମୋତେ ତ କାହିଁ ଆପଣଙ୍କ ଚରଣ କମଳର ନିରନ୍ତର ଚିନ୍ତନ କରିବା ଛଡ଼ା ସେହି ସତ୍ପୁରୁଷମାନଙ୍କର ଅନ୍ୟ କିଛି ପ୍ରୟୋଜନ ଥିଲା ପରି ଜଣାପଡ଼ୁନି। ମୁଁ ମଧ୍ୟ କୌଣସି ପ୍ରକାର କାମନା ନ ରଖି ଆପଣଙ୍କୁ ଭଜୁଛି। ତେଣୁ ଆପଣ ଯେଉଁ ବର ମାଗ ବୋଲି କହିଲେ, ମୋ ବିଚାରେ ଏଭଳି ଶବ୍ଦ ପ୍ରାଣୀଙ୍କୁ ସଂସାର ମୋହରେ ପକାଇଦିଏ। କେବଳ ଏତିକି ନୁହେଁ, ଆପଣଙ୍କର ବେଦ ରୂପୀ ବାଣୀ ମଧ୍ୟ ଜଗତକୁ ବାନ୍ଧି ରଖିଛି। ଲୋକେ ଯଦି ବେଦବାଣୀ ରୂପୀ ଦଉଡ଼ିରେ ବାନ୍ଧି ହୋଇ ନଥାନ୍ତେ, ତେବେ ମହାସକ୍ତ ହୋଇ ସକାମ କର୍ମ କରନ୍ତେ କାହିଁକି? ପ୍ରଭୁ, ଆପଣଙ୍କ ମାୟା ହେତୁ ହିଁ ମନୁଷ୍ୟ ନିଜର ବାସ୍ତବିକ ସ୍ୱରୂପ ପ୍ରତି ବା ଆପଣଙ୍କ ପ୍ରତି ବିମୁଖ ହୋଇ ଅଜ୍ଞାନବଶତଃ ଅନ୍ୟ ସାଂସାରିକ ବସ୍ତୁ ପଛରେ ଧାଇଁଛି। ତଥାପି ପିତା ଯେପରି ପୁତ୍ର ପ୍ରାର୍ଥନା କରୁ କି ନ କରୁ ପୁତ୍ରର ମଙ୍ଗଳ ବିଧାନରେ ଲାଗିଥାନ୍ତି, ଆପଣ ସେହିପରି ଆମର ପ୍ରାର୍ଥନାକୁ ବା ଇଚ୍ଛାକୁ ଅପେକ୍ଷା ନ କରି ସ୍ୱୟଂ ଆମର ମଙ୍ଗଳ ନିମନ୍ତେ ପ୍ରଯତ୍ନ କରନ୍ତୁ। ମୁନିବର ମୈତ୍ରେୟ କହିଲେ, ଆଦିରାଜ ପୃଥୁ ଏପରି ସ୍ତୁତି କରିବାରୁ ସର୍ବସାକ୍ଷୀ ଶ୍ରୀହରି ତାହାକୁ କହିଲେ, ରାଜନ୍, ମୋ ପ୍ରତି ତୁମର ଭକ୍ତି ରହୁ। ବଡ଼ ସୌଭାଗ୍ୟର କଥା ଯେ ତୁମର ଚିତ୍ତ ମୋଠାରେ ଲାଗିଯାଇଛି। ଯାହାର ଚିତ୍ତ ମୋଠାରେ ନିବିଷ୍ଟ ହୋଇଯାଏ, ସେ ମୋର ଅତ୍ୟନ୍ତ ଦୁସ୍ତର ମାୟାକୁ ସହଜରେ ପାରି ହୋଇଯାଏ। ତୁମେ ଏଥର ସାବଧାନ ହୋଇ ମୋର ଆଜ୍ଞା ପାଳନ କର। ହେ ପ୍ରଜାପାଳକ ନରେଶ, ଯେ ମୋର ଆଜ୍ଞା ପାଳନ କରେ ତାର ପ୍ରତ୍ୟେକ କ୍ଷେତ୍ରରେ ମଙ୍ଗଳ ହୁଏ। ମୈତ୍ରେୟ କହିଲେ, ହେ ବିଦୁର, ରାଜର୍ଷି ପୃଥୁଙ୍କ ତାତ୍ପର୍ଯ୍ୟପୂର୍ଣ୍ଣ ବଚନକୁ ଭଗବାନ ଏହି ରୂପେ ଆଦର କଲେ ଏବଂ ପୃଥୁ ପୂଜା କରିବା ପରେ ପ୍ରଭୁ ସେଠାରୁ ପ୍ରସ୍ଥାନ କରିବାକୁ ପ୍ରସ୍ତୁତ ହେଲେ। ଯେଉଁ ସବୁ ଦେବତା
ऋषि पितृगण गंधर्व सिद्ध चारण नाग किन्नर अप्सरा मनुष्य पक्षी विविध प्राणी तथा भगवान पार्षद माने सेठाକୁ ଆସିଥିଲେ। राजा पृथु समस्त को भगवत बुद्धि कर जोड़ी भक्तिपूर्ण वचन और धन द्वारा पूजा कले। भगवान अच्युत मध्य सेही पृथु और ताहांकर पुरोहित मानकर चित्त चोराई नहीं निज धाम को चलीगले। तापरे निजर स्वरूप देखाई दे अंतर्ध्यान होइजिबा अव्यक्त स्वरूप देवादिदेव भगवान को नमस्कार जनाई राजा पृथु निज राजधानी को फेरीगले। यही थिला एही अध्यायर सुंदर व्याख्या। एठी राजांकर कर्तव्य विषय कहुଯାଇଛି एवं भगवान को मनीष किपरि भगवानकर किछि ए भगवानकर मनुष्य किपरि सान्निध्य पाइब ताहार उपाय मध्य एठारे कहुଯାଇଛି। तेणु आपण माने एही अध्याय को प्रथम थर जदि शुणी या बुझी पारुना तेबे आउ थरे शुणिले तार मर्म बुझी पारिबे। एमती भागवत महापुराण धारावाहिक भाव में शुणा चैनल टी को निश्चय सब्सक्राइब करंतु एवं प्रत्येक अध्याय धारावाहिक भाव में शुणंतु। मोर अभिज्ञतार समस्त श्रोताबंधु मानक मु गोटे कथा कहूची, शास्त्र एक छोट बही नुहे, यह भगवान मुख कमल बाहरी थिबा शब्द बा ज्ञान। यह अध्ययन कले मनीषर पूर्व प्रारब्ध जनित जो रोग जेते औषध खाइले मध्य भल हुए नहीं, श्रद्धार सहित आम जदि शास्त्र अध्ययन करवा तेबे सही रोग गुड़िक आस्ते 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 भल हो जाए। मनरे श्रद्धा आउ विश्वास आउ रहिबा दरकार एवं दृढ़ भी रहिबा दरकार। फल यार फल निश्चित भाव दिने ना दिने मिलिबो। यही अध्याय आपण शुणिथिबारु भगवान आपंकर कृपा मंगल करंतु। जय जगन्नाथ जय जगन्नाथ जय जगन्नाथ।